ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁସି ଖବର। ରବିବାର ଦିନ ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷା ଫଳ। ଦ୍ୱାଦଶ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏକ ଖୁସି ଖବର ଆସିଯାଇଛି। ରବିବାର ଦିନ ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ 2 ପରୀକ୍ଷା ଫଳ। 26ରେ ଯୁକ୍ତ 2 ପରୀକ୍ଷା ଫଳ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକର ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ 26 ତାରିଖରେ ପ୍ରକାଶ ପାଇବ। ଗୋଟିଏ ଦିନରେ କଳା, ବିଜ୍ଞାନ ଓ ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଫଳ ବାହାରିବ। ପରିଷଦ କାର୍ଯ୍ୟାଳୟରେ ଅପରାହ୍ନରେ ପରୀକ୍ଷା ଫଳ ଘୋଷଣା ପରେ ଛାତ୍ରଛାତ୍ରୀ www.orisharesult.nic.in ରୁ ନିଜ ନିଜର ଫଳ ଜାଣିପାରିବେ। ଏଥିସହ ପରୀକ୍ଷାର୍ଥୀଙ୍କ ବିଦ୍ୟାଳୟ ଓ ଇ-ସ୍ପେସ୍ ଓ ଡିଜିଲକର ମାଧ୍ୟମରେ ପରୀକ୍ଷା ଫଳ ପାଇବେ। ଗୋଟିଏ ଦିନରେ କଳା, ବିଜ୍ଞାନ ଓ ବାଣିଜ୍ୟ ଓ ଧନ୍ଦାମୂଳକ ଫଳ। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ 3,86,250 ଜଣ ଛାତ୍ରଛାତ୍ରୀ ଯୁକ୍ତ 2 ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ 3,60,198 ଜଣ ରେଗୁଲାର ଓ 26,052 ଜଣ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ରହିଛନ୍ତି। କଳା ବିଭାଗରେ 2,37,750 ଜଣ, ବିଜ୍ଞାନରେ 1,16,620, ବାଣିଜ୍ୟରେ 26,099 ଜଣ ଓ ଧନ୍ଦାମୂଳକରେ 5,791 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ମୋଟ ପରୀକ୍ଷାର୍ଥୀଙ୍କ ମଧ୍ୟରେ 1,69,361 ଜଣ ଛାତ୍ରୀ ଓ 1,86,899 ଜଣ ଛାତ୍ର ରହିଛନ୍ତି। ତ ରବିବାର ଦିନ ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ 2 ପରୀକ୍ଷା ଫଳ। ଭିଡ଼ିଓଟିରୁ ଯଦି କିଛି ଉପକୃତ ହେଇଛନ୍ତି ଭିଡ଼ିଓକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ଯୁକ୍ତ 2 ବିଷୟରେ ଆହୁରି ଅପଡେଟ୍ ଜାଣିବା ପାଇଁ ଭିଡ଼ିଓ ସହିତ ଯୋଡ଼ି ରୁହନ୍ତୁ, ଚ୍ୟାନେଲ ସହିତ ଯୋଡ଼ି ରୁହନ୍ତୁ।